କହୁଛି ଛୋଟା ଅନ୍ଧ କହୁଛି ଦିନେ ଛୋଟା ଭାଇକୁ ଆସ ବୋଲି ଯିବା ଶ୍ରୀକ୍ଷେତ୍ରକୁ। ଅନ୍ଧ କହୁଛି ଦିନେ ଛୋଟା ଭାଇକୁ ଆସ ବୋଲି ଯିବା ଶ୍ରୀକ୍ଷେତ୍ରକୁ। ଛୋଟା ବସଇ ଅନ୍ଧ କାନ୍ଧରେ ଅନ୍ଧ ଚାଲୁଥାଏ ଧୀରେ ଧୀରେ। ଛୋଟା କାନ୍ଧେ ଥାଇ ବାଟ ଦିଏ କହି ତୁହେ ମାଡ଼ି ଚାଲନ୍ତି ଆଗକୁ ଆଗକୁ। ଅନ୍ଧ କହୁଛି ଦିନେ ଛୋଟା ଭାଇକୁ। ବାଟ ଚାଲି ଚାଲି ଅନ୍ଧ ଶେଷରେ ପହଞ୍ଚିଲା ଯାଇ ବଡ଼ ଦାଣ୍ଡରେ। ଜଗନ୍ନାଥଙ୍କ ଡୋରି ଲାଗିଲେ ପଦା ଅଟକି ନ ହୁଏ ଭଲେ। ଦୃଢ଼ ଇଚ୍ଛା ଶକ୍ତି ବନ୍ଧନରୁ ମୁକ୍ତି ଟାଣି ନିଏ ପାଖକୁ ଆପଣା ଭକ୍ତଙ୍କୁ। ଅନ୍ଧ କହୁଛି ଦିନେ ଛୋଟା ଭାଇକୁ। ପ୍ରବେଶ କରନ୍ତି ଶ୍ରୀମନ୍ଦିରେ କରନ୍ତି ଦର୍ଶନ ରତ୍ନ ବେଦୀରେ। କଣ୍ଟକିତ ପଥକୁ ସୁମିତ ପ୍ରଭୁ ଆଜ୍ଞା ବଳେ ସମ୍ଭବତ। ହେଲେ କୃପା ବାରି ପଙ୍ଗୁ ଲଙ୍ଘେ ଗିରି ଭଗବାନ ଦିଅନ୍ତି ଆଶିଷ ଭକ୍ତଙ୍କୁ। ଅନ୍ଧ କହୁଛି ଦିନେ ଛୋଟା ଭାଇକୁ। ଅନ୍ଧ ପଚାରି କହେ ଛୋଟା ଭାଇକୁ ତିନି ଦେବଙ୍କ ରୂପ କି ଦେଖିବାକୁ। ଜଣେ ଦେଖିବାକୁ ଅଟେ ଧଳା ଜଣେ ଦେଖିବାକୁ ଅଟେ କଳା। ଜଣେ ଦେଖିବାକୁ ଅଟେ ଧଳା ଜଣେ ଦେଖିବାକୁ ଅଟେ କଳା। ଭଉଣୀ ସୁଭଦ୍ରା ମୁଖତା ହରିଦ୍ରା ଅପରୂପ ଦିଶନ୍ତି ସେ ଦେଖିବାକୁ। ଅନ୍ଧ କହୁଛି ଦିନେ ଛୋଟା ଭାଇକୁ। ଅନ୍ଧ ଛୋଟା ଦୁହେଁ ଦର୍ଶନ କରି ଗୃହକୁ ଫେରନ୍ତି ପ୍ରଭୁ ସୁମରି। ମନ ଆନନ୍ଦରେ ଭରି ଯାଏ ପ୍ରଭୁ କୃପା ବାରି ବସୁଥାଏ। ଆହା କି ଆନନ୍ଦ ମନେ ଛୋଟା ଅନ୍ଧ ସତେ ପାଇଥାନ୍ତି ପୂର୍ଣ୍ଣମୀ ଚାନ୍ଦକୁ। ଅନ୍ଧ କହୁଛି ଦିନେ ଛୋଟା ଭାଇକୁ। ଆସ ବୋଲି ଯିବା ଶ୍ରୀକ୍ଷେତ୍ରକୁ। ଅନ୍ଧ କହୁଛି ଦିନେ ଛୋଟା